ଜଗନ୍ନାଥ କ୍ରିଏଟିଭ ଓଡ଼ିଶାକୁ ସ୍ୱାଗତ କରୁଛି ମୁଁ ଗଣେଶ। ଆଜି ଆମେ କଥା ହେବା ଆଜି ଆଜୁଲା ଚାଷ ବିଷୟରେ କଥା ହେବା। ଯେଉଁ ଗଭର୍ଣ୍ଣମେଣ୍ଟରୁ 2024-27 ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ନୋଟିଫିକେସନ୍ ଆସିଯାଇଛି ଆଜୁଲା ଚାଷ ପାଇଁ। ଯେଉଁ ଚାଷୀ ଭାଇମାନେ ଆଜୁଲା ଚାଷ କରିବେ ତାଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ ସରକାରୀ ସହାୟତା ପାଇବେ ଓ ନିଜେ ମଧ୍ୟ ଆପଣଙ୍କର ଯେଉଁ ଖର୍ଚ୍ଚରୁ ବଞ୍ଚିତ ହେବେ, ଯେଉଁଟା ଆପଣଙ୍କର ପଶୁପାଳନର ଖର୍ଚ୍ଚ, ଖାଦ୍ୟ ଖର୍ଚ୍ଚ ଅଧିକା ହୋଇଥାଏ ତାହା ଅଧା ହେଇଯାଏ। ତ ଏଇ ଚାଷରେ ଆଜି ଆମେ ଡିଟେଲ୍ସ କଥା ହେବା। ଆପଣ କିପରି ଚାଷ କରିବେ, ଆ ପାଇଁ ରିକ୍ୱାରମେଣ୍ଟ କ'ଣ କ'ଣ ଦରକାର, ଆପଣ କିପରି ସବସିଡି ପାଇବେ, ଅନଲାଇନ୍ ଆବେଦନ କରିବେ। ଏ ଭିଡ଼ିଓରେ ମୁଁ ପୁରା ଡିଟେଲ୍ସ କହିଛି। ଏ ଭିଡ଼ିଓ ଆପଣ ଦେଖିପାରିଲେ ଟୋଟାଲ୍ ଚାଷ ବିଷୟରେ ଡିଟେଲ୍ସ ଆଇଡ଼ିଆ ହେଇଯିବ। ଓ ଆପଣ ଚାହିଁଲେ ଆପଣ ନିକଟସ୍ଥ ବିଭୀଓ ପାଖକୁ ଯାଇ ମଧ୍ୟ ବୁଝିପାରିବେ, କିଛି ବୁଝିପାରିବେ, ସେ ଡିଟେଲ୍ସ ମଧ୍ୟ ଆପଣଙ୍କୁ କହିପାରିବେ। ତ ଭାଇ ଭଉଣୀମାନେ ନୂଆ ଆସିଛନ୍ତି ଆମ ଚ୍ୟାନେଲକୁ, ପ୍ଲିଜ୍ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ, ଆଉ ଏପରି ନୂଆ ନୂଆ ଅପଡ଼େଟ୍ ପାଇବେ। ଆପଣମାନଙ୍କୁ ଆମେ ନୂଆ ନୂଆ ଅପଡ଼େଟ୍ ଇନଫର୍ମେସନ୍ ମଧ୍ୟ ପ୍ରତ୍ୟେକ ଭିଡ଼ିଓରେ ନୂଆ ନୂଆ ଚେଷ୍ଟା କରିବୁ ନୂଆ ନୂଆ ଅପଡ଼େଟ୍ ଦେବା ପାଇଁ। ଆଉ ଯେଉଁଟାକି ଗଭର୍ଣ୍ଣମେଣ୍ଟ ତରଫରୁ ନୋଟିଫିକେସନ୍ ପଳେଇ ଆସିଛି, ଯେଉଁଟାକି ଆପଣମାନେ ବାୟୋଫିକ୍ ମାଧ୍ୟମରେ ଆପଣ ଆକୁ ଫାର୍ମିଂ କରିପାରିବେ, ଯେଉଁଟାକି ବହୁତ କମ୍ ଖର୍ଚ୍ଚ ହେଉଛି। କମ୍ ଖର୍ଚ୍ଚରେ ଆପଣ ଅଧିକା ଲାଭ ହେଇପାରିବ, ଆପଣ ଖାଦ୍ୟର ଖର୍ଚ୍ଚ କମେଇ ପାରିବେ। ତ ଆକୁ ହେବା ପାଇଁ ଆପଣଙ୍କୁ ଜଣେ ଚାଷୀ ହେଇଥିବା ଦରକାର, ଆପଣଙ୍କ ପାଖରେ ମିନିମମ୍ ଗୋଟେ ଗାଈ ଥିବା ଦରକାର, ମିନିମମ୍ ଆପଣଙ୍କର ରିକ୍ୱାରମେଣ୍ଟ ରହୁଛି। ତା ସହିତ ଆପଣଙ୍କୁ ଗୋଟେ ଛୋଟ ଜାଗା ଥିବା ଦରକାର, ଯେଉଁଟାକି ଆପଣ 6 ଫୁଟରୁ 6 ଫୁଟ ଗୋଟେ ଟାଙ୍କି କରିବାକୁ ପଡ଼ିବ, ଯେଉଁଟାକି ଆପଣ ଗୋଟେ ୟୁନିଟ୍ ପାଇଁ 6 ଫୁଟ 6 ଫୁଟ 8 ଇଞ୍ଚ ଡିପ୍ ମାନେ ଗଭୀର ଗୋଟେ ଟାଙ୍କି କରିବାକୁ ପଡ଼ିବ ସ୍କୋୟାର ବାଲା। ଆପଣ ଗୋଟେ କରିପାରିବେ, ଦୁଇଟା କରିପାରିବେ। ତ ଆପଣଙ୍କର ଗଭର୍ଣ୍ଣମେଣ୍ଟରୁ ଯେଉଁଟା ଆସୁଛି ପର୍ ୟୁନିଟ୍ ଆପଣଙ୍କୁ 3000 ଟଙ୍କା ଆପଣ ଡାଇରେକ୍ଟ ଦିଆହେଉଛି। ଆପଣ ଯେତେ ୟୁନିଟ୍ କରନ୍ତୁ, 5ଟା ୟୁନିଟ୍ କରନ୍ତୁ, ଆପଣ ପର୍ ୟୁନିଟ୍ ଆପଣଙ୍କୁ 3000 ଟଙ୍କା ସବସିଡି ଏକାକାଳୀନ ସହାୟତା ପ୍ରଦାନ କରାଯିବ। ସେଥିପାଇଁ ଅନଲାଇନ୍ ଆପଣ ଘୋଷୁବନ ଅନଲାଇନ୍ ଆବେଦନ କରିବେ, ଯେଉଁଟା ମୁଁ ଆଗକୁ କହିବି। ତ ଆପଣଙ୍କୁ ଡିଟେଲ୍ସ ପ୍ରଥମ କହିଦେଉଛି। ତ ଆଜୁଲା ଚାଷ ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ 2026-27 ପାଇଁ 15,000 ୟୁନିଟ୍ ପାଇଁ ଆସିଛି। ଆପଣଙ୍କର 15,000 ୟୁନିଟ୍ ସ୍ଥାପନ ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ନୋଟିଫିକେସନ୍ ଆସିଛି। ଡିଷ୍ଟ୍ରିକ୍ଟରେ ରହୁଛି, ଆପଣଙ୍କର ରିକ୍ୱାରମେଣ୍ଟ ପ୍ରତି ବ୍ଲକରେ ରହୁଛି। ଆପଣ ୟୁନିଟ୍ ଦେଖନ୍ତୁ, ଅନୁଗୁଳରେ 500 ୟୁନିଟ୍, ଭଦ୍ରକରେ 450, ବାଲେଶ୍ୱରରେ 700, ପ୍ରତି ଡିଷ୍ଟ୍ରିକ୍ଟରେ ଆପଣଙ୍କର ରହୁଛି 15,000। ଟୋଟାଲ୍ ଆପଣଙ୍କର 30ଟା ଜିଲ୍ଲାରେ 15,000 ୟୁନିଟ୍ ସ୍ଥାପନ ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ସ୍କିମ୍ ଆସିଛି। ଯେଉଁଟା ମୁଁ କହିଲି ଆପଣଙ୍କୁ, ଯେଉଁମାନେ ଚାଷୀ ସେମାନେ ସମସ୍ତେ ଆପ୍ଲାଏ କରିପାରିବେ। ମିନିମମ୍ ଗୋଟେ ଗାଈ ଥିବା ଦରକାର ତାଙ୍କୁ, ଯେଉଁଟା ଦୁଗ୍ଧ ଦେଉଥିବେ ଯେଉଁ ଗାଈ, ତ ସେମାନେ ଆଲଜା ଚାଷ କରିପାରିବେ ଓ ସବସିଡି ପାଇପାରିବେ। ସମସ୍ତେ କରିପାରିବେ, ବଟ୍ ସବସିଡି ଯେଉଁମାନେ ପାଇବେ ତାଙ୍କର ଗୋଟେ ଗାଈ ଥିବା ଦରକାର, ଯେଉଁଟା ଦୁଗ୍ଧ ଉତ୍ପାଦନ ହେଉଥିବ। ତ ସେମାନଙ୍କୁ ଯୋଗ୍ୟ ଭାବେ କୁହାଯାଇଛି, ଯେଉଁଟା ସବସିଡି ପାଇପାରିବେ। ତ ଆପଣଙ୍କୁ ସବସିଡି ପାଇଁ ଗୋସୁଗମରେ ଆପଣ odisha.government.in ଆପଣ ଅନଲାଇନ୍ ଆବେଦନ କରିବେ। ତ ଆବେଦନ ପାଇଁ ଆପଣଙ୍କୁ ମୁଁ ଲିଙ୍କଟା ମୋ ଡେସ୍କ୍ରିପସନ୍ ଲିଙ୍କରେ ଦେବି, ଆପଣ ଚାହିଁଲେ ସେଠି ଡାଇରେକ୍ଟ ମାରିକି ସାଇଟ୍କୁ ଆସିପାରିବେ। ତ ମୁଁ ଆପଣଙ୍କୁ କହିବି, ଯେଉଁ ଆଜୁଲା ଚାଷ କରିବେ ତ ଆପଣଙ୍କୁ ଗୋଟେ ଟାଙ୍କି କରିବାକୁ ପଡ଼ିବ, ଯେଉଁଟାକି 6 ଫୁଟରୁ 6 ଫୁଟ 8 ଇଞ୍ଚ ଟାଙ୍କି କରିବେ। ଟାଙ୍କି କଲା ପରେ ଆପଣ ଟାଙ୍କି କରିସାରିଲା ପରେ ଆପଣ ନେକ୍ସଟ ହେଉଛି ଆପଣ ଗୋଟେ ଲେୟାର 2 ଇଞ୍ଚର ଲେୟାର ଗୋଟେ ମାଟି ପୁଷ୍ଟିଯୁକ୍ତ ମାଟି ପକାଇବାକୁ ପଡ଼ିବ। 2 କିଲୋରୁ 3 କିଲୋ ଗୋବର ଆପଣ ମିଶାଇ ପାରିବେ। ତାପରେ ଆପଣଙ୍କୁ 30 ଗ୍ରାମ ଯେଉଁ SSP ଫସ୍ଫେଟ୍ ସିଙ୍ଗଲ ସୁପର ଫସ୍ଫେଟ୍ ଆପଣ ମିଶାଇବେ। ମିଶାଇକି ଆପଣ ତାକୁ ଢାରିବେ। ଢାରିଲା ପରେ ତାକୁ ଛାଡ଼ିଦେବେ, ଗୋଟେ ଦିନ ଛାଡ଼ିଦେବେ। ଗୋଟେ ଲେୟାର ଉପର ପାଣିଟା ପୁରା ସଫା ହେଇକି ପଳେଇ ଆସିବ, ତଳ ପ୍ରୋଟିନ୍ ଇଏଟା ବସିଯିବ। ବସିଲା ପରେ ଆପଣ ପାଣି ଦେଇଦେବେ, ପୁରା ଟାଙ୍କି ଫୁଲ୍ କରିଦେବେ। ଫୁଲ୍ କଲା ପରେ ଆପଣ ନେକ୍ସଟ ହେଉଛି ଆପଣ ଆଜୁଲା କେଉଁଠୁ ପାଇବେ, ସେଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ। ଆଜୁଲା ପାଇବ ଆପଣ ଅନଲାଇନ୍ ବହୁତ ଇଜି, ଆପଣ ନିକଟସ୍ଥ ନର୍ସରୀରେ ପାଇପାରିବେ। ଅନଲାଇନ୍ ସଫିସିଏଣ୍ଟ ଆଭେଲେବଲ୍। ଆପଣ ଫ୍ଲିପକାର୍ଟ ଯାଆନ୍ତୁ, ଆମାଜନ ଯାଆନ୍ତୁ, ମୁଁ ସେଇଟା ଡିସ୍କ୍ରିପସନ୍ ଦେବି, ଆପଣ ଯାଆନ୍ତୁ ତାଙ୍କୁ ଡାଇରେକ୍ଟ ମଗାଇ ପାରିବେ। ପର୍ କେଜି ଆପଣ 90ରୁ 100, 120, 130 ଏମିତି ନେଇକି ପଡ଼ିବ, ତା କ୍ୱାଲିଟି ନେଇକି ଆପଣ 200 ଟଙ୍କା ପର୍ଯ୍ୟନ୍ତ ପର୍ କେଜି ଅଛି, ତାଠୁ ବି ଅଧିକ ଅଛି, ଆପଣ ଦେଖିକି ମଗାଇବେ। ତ ଗୋଟେ ଟାଙ୍କିରେ ଆପଣ 500ରୁ 1 ଗ୍ରାମ ପକାଇବା, 500ରୁ 1 କେଜି ଭିତରେ ଆପଣଙ୍କୁ ସେଇ ଟାଙ୍କିରେ ପକାଇବାକୁ ପଡ଼ିବ, ଯେଉଁଟାକି ଆପଣ ଗୋଟେ ଦିନ ପାଣି ଛାଡ଼ିଲା ପରେ ଢାଳିଲା ପରେ। ତ ପକାଇଲା ପରେ ଆପଣଙ୍କର 10ରୁ 12 ଦିନ ଭିତରେ ଆପଣ ସେ ଟାଙ୍କି ପୁରା ଫୁଲ୍ ହେଇଯିବେ। ଦେଖିବେ ଆଜୁଲାରେ ପୁରା ଫୁଲ୍ ହେଇଯିବ। ତାପରେ ଆପଣ ଅମଳ ଷ୍ଟାର୍ଟ କରିପାରିବେ। ଅମଳ ଷ୍ଟାର୍ଟ କରିବେ ପର୍ ଡେ ଆପଣ ଗୋଟେ କେଜିରୁ 2 କେଜି ଆପଣ ଯଦି ଅମଳ କରୁଛନ୍ତି, ତାହେଲେ ଆପଣଙ୍କୁ କିଛି ଜଣା ପଡ଼ିବନି। ନେକ୍ସଟ ଡେରେ ଆଉଥରେ ଫୁଲ୍ ହେଇଯିବ। ଏମିତି ଆପଣ କଣ୍ଟିନ୍ୟୁ କରିପାରିବେ। ଏମିତି ଆପଣ ଦେଉଥିବେ ଖାଇବା। ଯଦି ଆପଣ ଅଧିକା ରିକ୍ୱାରମେଣ୍ଟ ଅଛି, ଅଧିକା ଟାଙ୍କି କରିବେ ନା ବଡ଼ ଟାଙ୍କି କରିବେ, ଆପଣଙ୍କ ହିସାବରେ, ଆପଣଙ୍କ ରିକ୍ୱାରମେଣ୍ଟ ହିସାବରେ ଆପଣ କାଢ଼ିବେ। ଯଦି ପର୍ କେଜି ଆପଣ ଯଦି କାଢ଼ୁଛନ୍ତି, ତ ଆପଣଙ୍କୁ ଜଣା ପଡ଼ିବ ନାହିଁ ସେଥିରେ କାଢ଼ୁଥିବେ।
6 ମାସ ପାଖାପାଖି ହେଲା ପରେ ଆପଣ ତାକୁ ଆଉଥରେ ନୂଆ ଚେଞ୍ଜ କରିବାକୁ ପଡ଼ିବ। 6 ମାସ 4 ମାସ ପରେ ଦେଖିବେ ଆପଣଙ୍କ ହାର୍ଭେଷ୍ଟିଂ କମିଯିବ, ପ୍ରୋଟିନ୍ କମିଯିବ ମାଟିର, କିମ୍ବା ଆପଣଙ୍କ କମିଲା ପରେ ଆପଣଙ୍କୁ କାଢ଼ିବାକୁ ପଡ଼ିବ। ଆପଣ ପ୍ରତି 5 ରୁ 7 ଦିନ ଭିତରେ ଆପଣ ତ ଅମଳ ଡେଲି କରୁଥିବେ, ତ 7 ଦିନ ଭିତରେ ୱିକଲି ଥରେ ଆପଣ 1 କେଜି ଗୋବର ଆଉ ତା ସହିତ ସିଙ୍ଗଲ ସଲଫର ଫସଫେଟ୍ ଅଛି 20 ଗ୍ରାମ ଆପଣଙ୍କ ଡବାରେ ପୁରେଇକି ତାକୁ ଘାଣ୍ଟିକି ତା ଦେହରେ ପକେଇବେ। କାରଣ ଏଟା ପ୍ରୋଟିନ୍ ଆପଣଙ୍କର ସାର ଭଳିଆ କାମ କରିଥାଏ, ଯୋଉଟା କି ଆପଣ ଶୀଘ୍ର ସେଟା ଗ୍ରୋଥ କରିବା ପାଇଁ ସାହାଯ୍ୟ କରିଥାଏ। ତାପରେ ଆପଣ ଅମଳ କରିବେ, ଆଉ ସେଥିରୁ ସ୍ମେଲ ଦୂର କରିବା ପାଇଁ ହେଲେ ଆପଣ ତାକୁ ବାହାର କରିକି ଭଲ ପାଣିରେ ଧୋଇବେ। ଧୋଇକି ଆପଣ ସିଧାସଳଖ ଗାଈ, ଛେଳି, ମାଛକୁ ଖାଇବାକୁ ଆରାମସେ ଦେଇପାରିବେ। କୁକୁଡ଼ାଙ୍କୁ ମଧ୍ୟ ଦେଇପାରିବେ। କୁକୁଡ଼ା ଖାଦ୍ୟ ସହିତ 1/1 ମିଶ୍ରଣ କରିକି ମଧ୍ୟ ଆପଣ ଦେଇପାରିବେ। ତ ଏଇଟା ଥିଲା ଆଜୁଲାର ଫୁଲ୍ ପ୍ରୋସେସ୍। ଆପଣମାନେ ଆଜୁଲା କିପରି ଉତ୍ପାଦନ କରିବେ, କ'ଣ ଟାଙ୍କି ରହିଲା, କ'ଣ ପୁରା ପ୍ରୋସିଜର କରିଲେ। ନେକ୍ସଟ ହେଉଛି ଆପଣମାନେ ସବସିଡି କିପରି ପାଇବେ। ତ ଆପଣଙ୍କୁ ଗୋଟେ ଆଧାର କାର୍ଡ଼ ଥିବା ଦରକାର, ଆପଣଙ୍କ ଲ୍ୟାଣ୍ଡ ଡକୁମେଣ୍ଟ ଥିବା ଦରକାର, ଯୋଉଟାକି ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଆଇଦର ଆପଣ ଅଫଲାଇନ୍ ମଧ୍ୟ ବ୍ଲକ ଅଫିସରେ ଯାଇକି ସେଠି ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ। ସେ ଆପଣ ଡକୁମେଣ୍ଟ ନେଇକି ଯିବେ, ଆଧାର କାର୍ଡ଼, ଆପଣଙ୍କର ଲ୍ୟାଣ୍ଡ ଡକୁମେଣ୍ଟ ନେଇକି ଯିବେ, ଆଉ ଫଟୋ ନେଇକି ଯିବେ, ବ୍ୟାଙ୍କ ଖାତା ନେଇକି, ଏତିକି ଡକୁମେଣ୍ଟ ନେଇକି ଯିବେ। ସେ ଅନଲାଇନ୍ ଆବେଦନ କରିପାରିବେ। ଓ ଆପଣ ନିଜେ ମଧ୍ୟ ନିଜ ମୋବାଇଲ କମ୍ପ୍ୟୁଟର ବସିକି ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ କରିବାକୁ ହେଲେ ଆପଣ ଏଠି ଗୋ ସୁଗମକୁ ଯିବାକୁ ପଡ଼ିବ। ଗୋ ସୁଗମ ଯାଇକି ଦେଖନ୍ତୁ, ଏଠି ଆପଣଙ୍କର ପ୍ରାଣୀ ସେକ୍ଟର, ପଶୁପାଳନ ସେକ୍ଟରକୁ ଆସିବେ। ଏଠି ଦେଖନ୍ତୁ ଫାଷ୍ଟ ଅପସନରେ ଆସିବ ଆଜୁଲା କନଭର୍ସନ, ଏଠି ଲେଖା ହେଇଛି। ଏଠି ଆପଣ ଆବେଦନ ଉପରେ କ୍ଲିକ୍ କରିବେ। ଆପଣଙ୍କୁ ଦେଖନ୍ତୁ ଆସିବ ଗୋଟେ ଏପରି ପେଜ୍ ଗୋଟେ ଖୋଲିବ, ଯୋଉଟା କି ଆପଣ ଅଲରେଡି ଯଦି ଆପଣ ଲଗ୍ଇନ୍ ଆପଣଙ୍କ ଆକାଉଣ୍ଟ କରିଛନ୍ତି, ଲଗ୍ଇନ୍ ଆକାଉଣ୍ଟ, ତ ଆପଣ ଏଠି ଦେଇପାରିବେ। ଯଦି କରିନାହାନ୍ତି ଆପଣ ଏଠି ରେଜିଷ୍ଟ୍ରେସନ କରିପାରିବେ, ଯୋଉଟାକି ମୁଁ ବହୁତ ଭିଡ଼ିଓରେ ବନେଇଛି। ଆପଣ କେମିତି ରେଜିଷ୍ଟ୍ରେସନ କରିବେ, ଲଗ୍ଇନ୍ କରିବେ, ତ ଆପଣ ସେ ପୁରୁଣା ଭିଡ଼ିଓ ମୁଁ ଡିସ୍କ୍ରିପ୍ସନ ଦେଇଛି, ଆପଣ ଚାହିଁଲେ ସେଠି ଦେଖିକି ବନେଇ ପାରିବେ। ମୁଁ ଡାଇରେକ୍ଟ ଲଗ୍ଇନ୍ କରୁଛି। ମୋବାଇଲ ନମ୍ବର ଆଗରୁ ରେଜିଷ୍ଟ୍ରେସନ କରିଦେଇଛି, ଯେହେତୁ ମୁଁ ଆପଣଙ୍କର ସେଠି ଦେଇଦେଉଛି ମୋ ମୋବାଇଲ ନମ୍ବର, ପାସୱାର୍ଡ଼ ଆଉ ଆପଣଙ୍କର କ୍ୟାପଚା କୋଡ୍ ଯାହା ଲେଖା ଅଛି ଦେଇକି ଆପଣ ସାଇନ୍ ଇନ୍ ଉପରେ ଆପଣଙ୍କ କ୍ଲିକ୍ କରିବେ। ତ ସାଇନ୍ ଇନ୍ ହେଇଯିବ। ଏଠି କ୍ଲିକ୍ କଲା ପରେ ଆପଣ ନୂଆ ପେଜ୍ ଗୋଟେ ଖୋଲିବ। ଏମିତି ନୂଆ ପେଜ୍ ଖୋଲିବ। ଦେଖନ୍ତୁ ଆପଣଙ୍କର ନାଁ ପଳେଇ ଆସିବ, ଆପଣ ରେଜିଷ୍ଟ୍ରେସନ କରିଥିବେ ନାଁ ଅଲରେଡ଼ି ମୁଁ ଭିଡ଼ିଓ ବନେଇଛି, ଆପଣ ଦେଖିପାରିବେ। କାରଣ ଭିଡ଼ିଓ ଅଧିକା ଲମ୍ବା ହେବ ବୋଲି ମୁଁ ବନେଇଲି। ରେଜିଷ୍ଟ୍ରେସନ କିପରି କରିବେ ଗୋ ସୁଗମରେ ମୁଁ ଅଲରେଡ଼ି ଭିଡ଼ିଓ ବନେଇଛି, ଆପଣ ଡିସ୍କ୍ରିପ୍ସନରେ ସେ ଭିଡ଼ିଓ ଦେଇଛି, ଆପଣ ଚାହିଁଲେ ଦେଖିପାରିବେ। ତ ଏଠି ଆପଣ ନାଁ ପଳେଇ ଆସିବ, ଟୋଟାଲ କାଟାଗୋରୀ ପଳେଇ ଆସିବ। ଏଠି ଆନିମାଲ ଉପରେ ଅଛି, ଅଲରେଡ଼ି ଅଛି। ଏ ଆପ୍ଲାଏ ଉପରେ କରିପାରିବେ। ଆପ୍ଲାଏ ଉପରେ ଆପଣ ଏଠି କ୍ଲିକ୍ କରିଦେବେ। ତ এই পেଜକୁ ଆସିଲେ ଏଠି ତ ଫାର୍ମର ଇନଫର୍ମେସନ୍ ଫାଷ୍ଟ ରହୁଛି, ତା ସ୍କିମ୍ ଇନଫର୍ମେସନ୍, ତାକୁ ଡକୁମେଣ୍ଟ ଅପଲୋଡ଼ ହେବ। 3ଟା ପ୍ରୋସିଜର ଆପଣଙ୍କର ଫର୍ମ ସବମିଟ୍ ହେଇଯିବ। ତାପରେ ଆପଣଙ୍କର ଫର୍ମ ଟାଟସ୍ କିପରି ଦେଖିବ ମୁଁ ସେଇଟା ମଧ୍ୟ କହିବି ଆପଣଙ୍କୁ। ତ ଆପଣଙ୍କର ଫାଷ୍ଟ ଦେଖନ୍ତୁ ବେସିକ୍ ଇନଫର୍ମେସନ୍, ଆପଣଙ୍କ ଆଧାର ନମ୍ବର ଲେଖା ହେଇଛି। ଆପଣଙ୍କ ଆଧାର ନମ୍ବର ଆପଣଙ୍କ ଯାହା ଅଛି ଲେଖିବେ। ତା ଉପରେ ଭେରିଫାଏ ଉପରେ ଆପଣ ଏଠି କ୍ଲିକ୍ କରିବେ। ଭେରିଫାଏ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଓଟିପି ଯିବ। ସେ ଓଟିପିଟା ଆପଣ ଦେଲେ ପରେ ଭେରିଫାଏ ହେଇଯିବ, ସେ ଅଟୋମେଟିକ୍ ନାଁଟା ପଳେଇ ଆସିବ। ତାପରେ ଆପଣ ଏଠି ମୋବାଇଲ ନମ୍ବର ଅଲରେଡ଼ି ଥିବ, ଆପଣ ଜେଣ୍ଡର ଏଠି ସିଲେକ୍ସନ କରିବେ। ଆପଣ ମେଲ୍ ଫିମେଲ୍ ଜେଣ୍ଡର ଯାହା ସିଲେକ୍ସନ କରିବେ। ଫଟୋ ଅପଲୋଡ଼ କରିବେ, ଯୋଉଟାକି 1 MB ଭିତରେ ହେଇଥିବା ଦରକାର। ଆପଣ କାଟାଗୋରୀ ଚୁଜ୍ କରିବେ, ଯେଉଁ SC ST OBC PWD ଯାହା ଅଛି ଆପଣଙ୍କର ଚୁଜ୍ କରିବେ। ଆପଣଙ୍କ ବାପା ଯଦି ପୁରୁଷ ଆପ୍ଲାଏ କରୁଛନ୍ତି, ପୁରୁଷ ଲୋକ ତାଙ୍କ ବାପାଙ୍କ ନାଁ ଲେଖିବେ। ଯଦି ମହିଳା ଆପ୍ଲାଏ କରୁଛନ୍ତି, ତାଙ୍କ ହଜବେଣ୍ଡ ବିବାହିତ, ତାଙ୍କ ହଜବେଣ୍ଡ ନାଁ ଲେଖିବେ, ନହେଲେ ବାପାଙ୍କ ନାଁ ମଧ୍ୟ ଲେଖିପାରିବେ। ତାପରେ ଆପଣ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ଅଛି, ଏମ୍ପ୍ଲୟ କି ଅନଏମ୍ପ୍ଲୟ ଅଛନ୍ତି, ଆପଣ ଏଠି ଲେଖିବାକୁ ପଡ଼ିବ। ତ ଆପଣଙ୍କର କମ୍ୟୁନିକେସନ୍ ଆଡ୍ରେସଟା ଡିଟେଲ୍ସ ଲେଖିବେ, ସିଲେକ୍ସନ କରିବେ। ତା କମ୍ପ୍ଲିଟ୍ କଲା ପରେ ଆପଣ ସେଭ୍ ନେକ୍ସଟ ଉପରେ ଆପଣ କ୍ଲିକ୍ କରିବେ। ସେଭ୍ ନେକ୍ସଟ ଉପରେ କ୍ଲିକ୍ କଲା ପରେ ନୂଆ ପେଜ୍ ଗୋଟେ ଖୋଲିବ। ଆପଣଙ୍କର ଫାର୍ମର ଇନଫର୍ମେସନ୍ ଦେଲା ପରେ ତାପରେ ଆପଣଙ୍କ ସ୍କିମ୍ ଇନଫର୍ମେସନ୍ ଦେବାକୁ ପଡ଼ିବ। ଆପଣ ଡକୁମେଣ୍ଟ ଅପଲୋଡ଼ କରିକି ସବମିଟ୍ କରିବେ। ତ ଆଉ ଗୋଟେ ପେଜ୍ ଆସିବ ଏଠି ଆପଣଙ୍କର। ତ ଆପଣ ଯୋଉଠି ସେଟଅପ୍ କରିବେ, ଆପଣଙ୍କର ଯୋଉଠି ସେଟଅପ୍ କରିବେ ତା ଆଡ୍ରେସଟା ଏଠି ଦେବାକୁ ପଡ଼ିବ। ଆପଣ ଯେଉଁ ଟାଙ୍କି ସେଟଅପ୍ କରିବେ, ଆପଣ ସବସିଡ଼ି ପାଇବେ ଯଦି, ଆପଣ ସେଠିକାର ଆଡ୍ରେସଟା ଟୋଟାଲ ଦେବେ। ଭେରିଫାଇ ହେବ, ଆପଣଙ୍କ ଆଡ୍ରେସ ହିସାବରେ ଭେରିଫାଇ ହେବ। ତ ଆପଣଙ୍କର ଆଡ୍ରେସଟା ଡିଷ୍ଟ୍ରିକ୍ଟ, ଆପଣଙ୍କର ଗ୍ରାମ ପଞ୍ଚାୟତ, ବ୍ଲକ, ଭିଲେଜ ସବୁ ଲେଖିବାକୁ ପଡ଼ିବ। ଆପଣ ସିଲେକ୍ସନ କରିପାରିବେ, ଏଠି ଲେଖିବେ। ତାପରେ ଲ୍ୟାଣ୍ଡ ଇନଫର୍ମେସନ୍ ଯଦି ଅଛି, ଭୁଲ ଲେଖାରେ ୟେସ୍ ମାରିବେ। ଯଦି ଭୁଲ ଲେଖାରେ ନାହିଁ, ଆପଣ ନୋ ମାରିପାରିବେ। ଏଠି ଡିଟେଲ୍ସ ଲେଖିବେ। ଯଦି ଆପଣ ଅଛି ୟେସ୍ ଅଛି, ତେବେ ଆଟାଚ୍ କରିବେ ଏଠି।
तापर आपण पीबीएस एक्सपीरियंस किसी अच्छी जदि आपण लिखिबे एठी अच्छी जदि तापर आपनकर केतेटा गाई रखिचंती एठी मिनिमम तो गोटे गाई रही निहाती आवश्यक एमपीसीएस नंबर मेंबर अछंती कि एस नो मारिबे तापर एठी बैंक डिटेल्स आपण एठी देदेवे आपण अकाउंट नंबर लिखिकी सेव नेक्स्ट ऊपर आपण एठी क्लिक करदेवे क्लिक कला पर नेक्स्ट होची डॉक्यूमेंट अपलोड करिवे आपण सब डॉक्यूमेंट अपलोड करिवे आपनकर आधार कार्ड बैंक पासबुक फोटो ऑलरेडी हो जाइए ये सब डॉक्यूमेंट अपलोड कर सबमिट करेंगे तो सबमिट कला आपंकर गोटे आप्लिकेसन नंबर पाइबे से नंबर टाक रखिए ट्रैक टाटस ये आपंकर जाकि गो सुगम को आसिक ट्रैक टाटस जाकि देखिपारे आप आप्लिकेसन टाटस किपर अच्छी कौन अच्छी तो आपड़ी आप्लिकेसन नंबर देकी सर्च करेंगे आप आधार कार्ड देकी कि मोबाइल नंबर जो रजिस्ट्रेशन करते से नंबर देकी जापर आप आप्लिकेसन टाटस कौन अच्छी तो अप्रूव हो पेंडिंग पड़ी कि कौन है आप जापर ये देखो ये आप्लिकेसन नंबर देखिए मोबाइल नंबर देखिए आप दुईटा मध्यम डाटा से कौन है आप टोटल जापर देखिपारे आप डिटेल्स देखिपारे देखो पलि आसला अजिला आप्लिकेसन ड्राफ्ट मुझे ऑलरेडी सबमिट करनी ड्राफ्ट करी पलि आस डिटेल्स ये सब ना डेट फेट आसो व्यू डिटेल्स आसो सब डिटेल्स आस तो जब आप पेंडिंग अच्छे विभो पाखे विभो पाक जाकि देखा करेंगे देखा कले सी प्रोसीजर करेंगे प्रोसीजर करके आप सब्सिडी पैसा देवे तो यहीटा थिला फुल डिटेल्स आप आजिला चाष किपर करेंगे लाभवान नहीं पारे आप सब्सिडी पाइपर तो वीडियोटा किपर लगला निजर मत जनइबे रोचे जय जगन्नाथ पुणी देखा नुआ वीडियो।